परमप्रभु श्री अरविंद ऑनलाइन डिवाइन ग्रेस श्री अरविंद पाठचक्र योगदान करथिबा समस्त सम्माननीय अपा भाई मानकु एवं आजिर संचालिका सम्माननीय अपांक मोर नमस्कार। विषयटी अछि बरोदारे श्री अरविंद। श्री अरविंद 1879 मसीह 1893 मसीहा पर्यंत बिलातरे रही पाठ पढ़िथिले। शिक्षा समाप्त करी 1893 मसीहा फेब्रुआरी 6 तारिख बॉम्बे रो जाकू आमे एबे मुंबई बोली कहउचंती सेते बेले ता ना बॉम्बे थिला। सेई बॉम्बे रो अपोलो बंदर रे आसी पहुंचले। जल जहाज रे आसीथिले। से जहाज ना थिला एसएस कार्थेज। आमे जानते कथा सबू ये सबू इतिहास रे रही घटनावली। जेते बेले से बॉम्बे माटी रे भारत माटी रे पाद थापिले सेते बेले से एक विराट शांतिर उपलब्धि प्राप्त हेले। से विषय भी वर्णना रही। तापरे खूब शीघ्र से बरोदा अभिमुखे यात्रा कले। 2 दिन परे बरोदा रे पहुंचले। गुजरात रो बरोदा सेठारे तांकर लक्ष्य थिले दी गायकवाड़ ऑफ बरोदा बा बरोदार महाराज। श्री अरविंद सह बरोदार गायकवाड़ पूर्वर साक्षात होता से इंग्लैंड रे भी साक्षात होता। श्री अरविंद व्यक्तित्व रे से चमत्कृत होते। से तांको अनुरोध करथिले बरोदा आसीबा पई। श्री अरविंद तांकरी पाखरे पहुंचले। दि गायकवाड़ ऑफ बरोदा बा बरोदार महाराज तांको तांकर स्टेट सर्विस रे नियुक्ति देले। सेठारे से प्रथमे जो काम कले जो काम रे जोग देले ता थिला विभिन्न प्रकार सेटलमेंट कार्य बा आमे कहिबा सर्वे एंड सेटलमेंट डिपार्टमेंट एथि से कार्य आरंभ कले। अवश्य परवर्ती पर्याय रे से अन्य विभाग गुड़ी करे मध्य दायित्व हाथ को नहीं थे एवं कार्य संपादन करिथिले। आहुरी मध्य सेते बेले तांकर ज्ञान विषय रे महाराजंकर गुटे इंटुइटिव माने अति भितरे गुटे स्पष्ट धारणा महाराजंकर सृष्टि होता जे श्री अरविंद प्रकृत रे केते ज्ञानी एवं महत्वपूर्ण अधिकारी। से तो निजे राजा थिले तांको हृदय सेई भली थिला। सी भी तांको ठीक चिन्हि थिले। बरोदारे सेते बेले जो कॉलेज थिला जो कॉलेज जोटी पिला माने पढुथले से कॉलेज रे मध्य से फरासी भाषा फ्रेंच अध्यापना कार्य आरंभ कले।
ଫରାସୀ ଭାଷା ସେ ଶିକ୍ଷା ଦେଲେ। ଫରାସୀ ଭାଷା ପରେ ପରେ ମଧ୍ୟ ଇଂରାଜୀ ଭାଷା ସେ ଶିକ୍ଷା ଦେଲେ। ଆମେ ତ ଜାଣିଛନ୍ତି ସେ ୱେଷ୍ଟର୍ଣ୍ଣ ୟୁରୋପିଆନ ଲାଙ୍ଗୁଏଜରେ ପୁରା ଧୁରନ୍ଧର ଥିଲେ। ସେ ବିଷୟରେ ଆମମାନେ ପଢିଛନ୍ତି, ଜାଣିଛନ୍ତି। ଫରାସୀ, ଇଂରାଜୀ, ଲାଟିନ, ଗ୍ରୀକ ସବୁ ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା। ଏତେ ପାଣ୍ଡିତ୍ୟ ଥିଲା ଯେ ଇଂରେଜ ସ୍କଲାର ମାନେ, ଦି ଇଂଲିଶ ସ୍କଲାର୍ସ, they could not understand him। ଶ୍ରୀ ଅରବିନ୍ଦ କେଉଁ ଛାଞ୍ଚରେ ଗଡା ସେମାନେ ମଧ୍ୟ ନ ଭାବିକି ରହିପାରୁନଥିଲେ। ସେ ଯାହା ବି ହଉ ତାଙ୍କର ପାଣ୍ଡିତ୍ୟ ଥିଲା ଫ୍ରେଞ୍ଚ ଲାଙ୍ଗୁଏଜରେ, ତାର ପାଣ୍ଡିତ୍ୟ ଥିଲା ଇଂରାଜୀ ଲାଙ୍ଗୁଏଜରେ। ତେଣୁ ସେଇଥିରେ ସେ ଅଧ୍ୟାପନା କାର୍ଯ୍ୟ ମଧ୍ୟ ସେ କଲେଜରେ କଲେ। ପରେ ସେ କଲେଜରେ ସେ ଭାଇସ୍ ପ୍ରିନ୍ସିପାଲ ହେଇଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ସେ ପ୍ରିନ୍ସିପାଲ ଭାବରେ ଦାୟିତ୍ୱ ବହନ କରିଥିଲେ। ତା ମାନେ କହିବାକୁ ପଡିବ ଶ୍ରୀ ଅରବିନ୍ଦ ସବୁ କାମରେ ଧୁରନ୍ଧର ଥିଲେ। ତାଙ୍କ ଭିତରେ ଯୋଉ ଚେତନାଟି ଥିଲା ଆଗରୁ ସାଇତା ହେଇକି ରହିଥିଲା, ସେଇ ଚେତନା ହିଁ ମୂଳ ଥିଲା ଯେ ସବୁ ପ୍ରକାର କାର୍ଯ୍ୟ, ଦାୟିତ୍ୱ, ପରିସ୍ଥିତି, ଅସୁବିଧା କୁ ସଜାଡ଼ି ପାରୁଥିଲା। ଏକଥା ମହାରାଜ ଅବଶ୍ୟ ତାଙ୍କର ସୂକ୍ଷ୍ମ ଚୈତନ୍ୟ ଦ୍ୱାରା, ବୋଧ ଶକ୍ତି ଦ୍ୱାରା ଅନୁଭବ କରିଥିଲେ। ତେଣୁ ଶ୍ରୀ ଅରବିନ୍ଦ ତାଙ୍କ ପାଖକୁ ଆସିବା ଏବଂ କାର୍ଯ୍ୟ କରିବା ତାଙ୍କ ପାଇଁ ବହୁତ ଖୁସିର କଥା ଥିଲା। ସେଇ ସମୟରେ ଯେତେବେଳେ ସେ ଏଇ କଲେଜରେ କାମ କରୁଥିଲେ, ବରୋଦା କଲେଜରେ, ସେତିକି ବେଳେ ସେ ମହାଭାରତ, ରାମାୟଣ ଏବଂ ରାମାୟଣର ସେଇ ଯୋଉ ମହାଭାରତରେ ଥିବା ସେଇ ଉପାଖ୍ୟାନ ସାବିତ୍ରୀ, ତାକୁ ସେ ତା ଉପରେ ସେ ଲେଖା ଆରମ୍ଭ କରିଥିଲେ। ପ୍ରାଥମିକ ଲେଖା ଅବଶ୍ୟ ସାବିତ୍ରୀ ଉପରେ କେତେ ଗୁଡ଼ିଏ ପ୍ରାଥମିକ ଧାଡି ସେତିକି ବେଳୁ ହିଁ ଆରମ୍ଭ ହେଇଥିଲା, ବରୋଦା ପିରିୟଡରୁ ଆରମ୍ଭ ହେଇଥିଲା। ପରେ ଅବଶ୍ୟ 1916ରୁ 1950 ୟାରି ଭିତରେ ସେ କାର୍ଯ୍ୟ ସମ୍ପନ୍ନ ହେଇଥିଲା। କିନ୍ତୁ ତାର ମୂଳଟି, ଚେରଟି ବରୋଦା ପିରିୟଡ ପର୍ଯ୍ୟନ୍ତ ଲମ୍ବି ରହିଥିଲା। এইଭଳି ଅନେକ ବ୍ୟକ୍ତିତ୍ୱର ଦ ଟ୍ରେଟ୍ସ ଅଫ ପର୍ସନାଲିଟି ଯାହା ଶ୍ରୀ ଅରବିନ୍ଦଙ୍କର ଥିଲା, ସେଥିରୁ କାଣିଚାଏ ମାତ୍ର ଆମେ ଆଲୋଚନା କରିପାରୁଛନ୍ତି। କାହିଁକି ନା ସବୁଗୁଡ଼ିକ ଆମ ଆଗରେ ଏପର୍ଯ୍ୟନ୍ତ ବି ସୁସ୍ପଷ୍ଟ ହୋଇନାହିଁ। ଯେଉଁମାନେ ଅଧ୍ୟୟନ କରୁଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ଠାରୁ ତା ଶୁଣି ପାରୁଛନ୍ତି, ସେମାନେ ଅଧିକ କିଛି ଜାଣିପାରୁଛନ୍ତି। କିନ୍ତୁ ଅଧିକ କଥା ତାଙ୍କରି କୃପା ପ୍ରାପ୍ତ ହେବା ଦ୍ୱାରା, ତାଙ୍କୁ ହୃଦୟରେ ନିଜ ଠାରୁ ଅଧିକ ଭାବରେ ସ୍ୱୀକାର କରି ନେବା ଦ୍ୱାରା ଯେଉଁ ଚେତନାଟି ସୃଷ୍ଟି ହୁଏ, ସେଇ ଚେତନା ଦ୍ୱାରା ପ୍ରକୃତରେ ତାଙ୍କୁ ଅଧିକରୁ ଅଧିକ ଜାଣିବା ବିଷୟରେ ଗୋଟେ ସୁଯୋଗ ଆସିପାରିବ। ସେଇ ସୁଯୋଗ ସିଏ ଦେବେ। ତେଣୁ ଯାହା ବି ହଉ, ସାବିତ୍ରୀ ଉପରେ ଧାଡି ସେ ସେତେବେଳେ ଆରମ୍ଭ କରିଥିଲେ। ମହାଭାରତ, ରାମାୟଣ ତା ଉପରେ ମଧ୍ୟ ସେ ଲେଖା ଆରମ୍ଭ କରିଥିଲେ। କାଳିଦାସ, ବାଲ୍ମୀକି, ଋଗ୍ବେଦ ଯୋଉ ସଂସ୍କୃତ ଲେଖା ଥିଲା, ତାକୁ ମଧ୍ୟ ସେ ଅନୁବାଦ ଆରମ୍ଭ କରିଥିଲେ। ତେଣୁ ସେ ଏଇ ସାଂସ୍କୃତିକ ଭୂମି ଭିତରକୁ, ଭାରତର ସାଂସ୍କୃତିକ ଭୂମି ଭିତରକୁ ସେ ପ୍ରବେଶ କରିଥିଲେ। He was delving deep into the inner culture of India। ଏଇ ଯୋଉ ବହି ଗୁଡ଼ିକ କଥା ଆମେ ଆଲୋଚନା କଲେ, ଯୋଉ ଧାଡି ଗୁଡ଼ିକ ସେ ଆରମ୍ଭ କରୁଥିଲେ, ସେଇ ଥିଲା ancient Indian cultural status। ତାକୁ ସେ ଅନୁବାଦ କଲେ, ଯାହା ଫଳରେ ଲୋକମାନେ ସହଜରେ ତାକୁ ଟିକେ ବୁଝିପାରିବେ, ଜାଣିପାରିବେ।
ଗାଇକୱାଡ଼ ଶ୍ରୀ ଅରବିନ୍ଦଙ୍କୁ ଭଲ ପାଉଥିଲେ। ଏଇ କଥାଟି ଆମକୁ ମନେ ରଖିବାକୁ ପଡିବ। ରାଜା ମାନେ ତାଙ୍କ ଭଲ ପାଇବାକୁ ପଦାରେ ଆମ ଭଳି ପ୍ରକାଶ କରନ୍ତି ନାହିଁ, ତା ଭିତରେ ଥାଏ। ଆଉ ତାଙ୍କୁ ସମ୍ମାନ ମଧ୍ୟ ଦଉଥିଲେ। ତାଙ୍କ ପାଖରୁ ପରାମର୍ଶ କିଛି ପାଇବା ଆଶାରେ ସେ ତାଙ୍କୁ ମଧ୍ୟ ନିଜ ପାଖକୁ ଡକାଉଥିଲେ। ସେଥିରୁ ତାଙ୍କର ଗୋଟେ କାମ ଥିଲା, ସେ ରାଜା ହିସାବରେ ଯେତେବେଳେ ଯାଇକି ଭାଷଣ ଦିଅନ୍ତି ସଭା ସମିତିରେ, ସେଇ ଭାଷଣ ଗୁଡ଼ିକ ଶ୍ରୀ ଅରବିନ୍ଦ ପ୍ରସ୍ତୁତ କରୁଥିଲେ। ସେ ଲେଖା ଗୁଡ଼ିକ ଏମିତି ସଜାଡ଼ି ସେ ଲେଖୁଥିଲେ, ଏମିତି ସୁନ୍ଦର ଭାବରେ ଶବ୍ଦ ଯୋଜନା କରିକି ଲେଖୁଥିଲେ, ରାଜା ତ ଖୁସି ହଉଥିଲେ, ଯୋଉମାନେ ଶୁଣୁଥିଲେ ମଧ୍ୟ ସେମାନେ ଚମତ୍କୃତ ହଉଥିଲେ। ଯେହେତୁ ଶ୍ରୀ ଅରବିନ୍ଦଙ୍କର ଶ୍ରୀ ଅରବିନ୍ଦ ଏବଂ ମହାରାଜଙ୍କ ଭିତରେ ଗୋଟେ ଅନ୍ତରଙ୍ଗତା ଥିଲା, ମହାରାଜ ଥରେ ତାଙ୍କୁ କହିଲେ ଯେ ତାଙ୍କ ପାଇଁ ଯୋଉ ପ୍ରସ୍ତୁତ କରୁଛନ୍ତି ସେ ଭାଷଣ ଗୁଡ଼ିକୁ, ତାକୁ ଯଦି ଟିକେ ସରଳ ଭାବରେ ସେ ବୋଧଗମ୍ୟ ହେଲା ଭଳି ଆଉ ଟିକେ ଭଲ ଭାବରେ ଲେଖିପାରନ୍ତେ, ତାହେଲେ ଲୋକମାନେ ଜାଣନ୍ତେ, এই ଶ୍ରୋତା ମାନେ ଭାବନ୍ତେ ଯେ ମହାରାଜ ନିଜେ ତାକୁ ସବୁ ଲେଖିଛନ୍ତି। ସେ ସ୍ପଷ୍ଟ କଥା କହିଲେ। ଶ୍ରୀ ଅରବିନ୍ଦଙ୍କ ଜ୍ଞାନ ମହାରାଜଙ୍କ ମୁଖ ଭିତରୁ ସେଇ ଶବ୍ଦ ଗୁଡ଼ିକ ଭିତରେ ଦେଇ ବାହାରିଥିଲା। ମହାରାଜ ତାକୁ ଅନୁଭବ କରିଥିଲେ, କିନ୍ତୁ ସେ ଚାହୁଁଥିଲେ ଶ୍ରୀ ଅରବିନ୍ଦ ଏମିତି କିଛି ରାଇଟିଂସ୍ ଦିଅନ୍ତୁ ଯୋଉଥିରେ ଲୋକମାନେ ଭାବିବେ କୁ ମହାରାଜ ନିଜେ ଲେଖିଛନ୍ତି। କିନ୍ତୁ ଶ୍ରୀ ଅରବିନ୍ଦଙ୍କର ଭୟ ନଥିଲା ଏବଂ ସେ ସିଧାସଳଖ ଥିଲେ, ଷ୍ଟ୍ରେଟ୍ ଫରୱାର୍ଡ ଥିଲେ, ଏବଂ ତାଙ୍କର ଅନ୍ତରଙ୍ଗତା ଥିବାରୁ ସେ ସିଧାସଳଖ ଉତ୍ତରଟିଏ ଦେଇଥିଲେ ମହାରାଜଙ୍କୁ। ସେ କହିଥିଲେ, ଯେପରି ଭାବରେ ମୁଁ ଲେଖିଲି ବି ଆପଣଙ୍କ ଲେଖା ଠାରୁ ଲୋକମାନେ ଉଚ୍ଚ ମାନର ବୋଲି ଭାବିବେ। এই କଥା ଅବଶ୍ୟ ମହାରାଜ ଶୁଣିଥିଲେ, ନିଶ୍ଚୟ ତାଙ୍କ ମନରେ ଟିକେ ଦୁଃଖ ହେଇଥିବ, କିନ୍ତୁ ତାହା ସତ୍ୟ ଥିଲା। କାରଣ ଶବ୍ଦ କେବଳ ଭାବକୁ ପ୍ରକାଶ କରେନି, ଭାବ ପଶ୍ଚାତରେ ଥିବା ଆଉ ଗୋଟିଏ ସୂକ୍ଷ୍ମ ତରଙ୍ଗକୁ ମଧ୍ୟ ସେ ପରିବେଷଣ କରିଥାଏ, ପ୍ରକାଶ କରିଥାଏ, ଯାହା ଶ୍ରୀ ଅରବିନ୍ଦ ଅନୁଭବ କରିଥିଲେ, ରାଜା ବି ଅନୁଭବ କରୁଥିଲେ। କିନ୍ତୁ ଏଥିରୁ ଜଣାପଡେ ଜଣେ କ୍ଷମତାଶାଳୀ ମହାରାଜଙ୍କ ପ୍ରତି ଏହି ପ୍ରକାର ଉତ୍ତର ସମସ୍ତଙ୍କ ଦ୍ୱାରା ଦେବା ସମ୍ଭବ ହବନି। এইটা ଗୋଟିଏ ନିର୍ଭୀକତା ଏବଂ ସ୍ପଷ୍ଟବାଦିତାର ପରିଚୟ ଦିଏ ଶ୍ରୀ ଅରବିନ୍ଦଙ୍କର ମହାନ ବ୍ୟକ୍ତିତ୍ୱର। ଶ୍ରୀ ଅରବିନ୍ଦ କହୁଥିଲେ, ତାଙ୍କ କହିବା ଅନୁସାରେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ବା ସଂଗ୍ରାମ କରିବା, ତାର ମୂଳ ସୋପାନ ହେଉଛି ଭାରତୀୟ ମାନଙ୍କୁ ଏକାଠି କରିବା। They should be united in spirit. ଭାରତୀୟ ମାନେ ସଂଖ୍ୟାରେ ଅଧିକ, ତାଙ୍କ ଶିକ୍ଷା ଭାଷା ଭିତରେ ବହୁତ ପ୍ରଭେଦ ରହିଛି। ତାଙ୍କୁ କୌଣସି ପ୍ରକାର ଯଦି ଦେଶ ସହିତ ଜଡ଼ିତ କରିକି ଏକ କରି ଦିଆଯାଇପାରେ, ସେଇ ଅନୁପାତରେ ଇଂରେଜ ମାନେ ଦୁର୍ବଳ ହେଇ ଉଠିବେ। ଏଇ ଥିଲା ତାଙ୍କର ସ୍ପଷ୍ଟ କଥା। ମହାରାଜଙ୍କୁ ମଧ୍ୟ ସେ ପରାମର୍ଶ ସେ ଦେଇଛନ୍ତି। ସେତିକି ବେଳେ ବରୋଦାରେ ଗୋଟିଏ ଯୋଉ ଆର୍ମି ଥିଲା, ଯୋଉ ସେନାବାହିନୀ ଥିଲା, ସେ ଆର୍ମିରେ ଯତୀନ୍ଦ୍ରନାଥ ବାନାର୍ଜୀ ବୋଲି ଜଣେ ସୈନ୍ୟ ଭାବରେ ଆସି ଯୋଗ ଦେଇଥିଲେ। ବାନାର୍ଜୀ କହିଲେ ତ ଆମେ ବଙ୍ଗାଳୀଙ୍କୁ ବୁଝିବା। ସେ ଆସିକି ସେଥିରେ ଯୋଗ ଦେଲେ। ଶ୍ରୀ ଅରବିନ୍ଦ ଚାହୁଁଥିଲେ
ଯତୀନ୍ଦ୍ରନାଥ ବାନାର୍ଜୀ ଜଣେ ସୁଶିକ୍ଷିତ ସୈନ୍ୟ ହୁଅନ୍ତୁ, ତେଣୁ ତାଙ୍କୁ ତା ଭିତରେ ପ୍ରବେଶରେ ଏବଂ ତାଲିମ ଦେବାରେ ସେ ସହାୟତା କରିଥିଲେ। ତାଙ୍କ ଉଦ୍ଦେଶ୍ୟ ଅଲଗା ଥିଲା। ତାଙ୍କ ଉଦ୍ଦେଶ୍ୟ ଥିଲା ଏଇଆ ଯେ ଦିନେ ନା ଦିନେ ସେ କଲିକତାକୁ ଫେରିଯିବେ ଏବଂ ସେଠି ଯୋଉ ଆଖଡ଼ା ମାନଙ୍କରେ ଆଖଡ଼ା ଘର ସବୁ ଥାଏ, ଆଖଡ଼ା ତ କେତେକ ଖେଳକୁଦକୁ ନେଇକି ଆଖଡ଼ା ଘର ବୋଲି କହନ୍ତି, କ୍ଲବ ଘର ବୋଲି କହନ୍ତି, କିନ୍ତୁ ତାରି ଭିତରେ ଗୋଟିଏ ଗୁପ୍ତ କେତେକଙ୍କ ଦ୍ୱାରା ଗୋଟିଏ ଗୁପ୍ତ ଆନ୍ଦୋଳନ ସମିତି ବି ଗଠନ କରାଯାଇପାରେ। ତେଣୁ ସେ ଆଖଡ଼ା ମାନଙ୍କରେ ବଙ୍ଗାଳୀ ମାନଙ୍କୁ ଯୁଦ୍ଧ କୌଶଳରେ ପ୍ରଶିକ୍ଷଣ ସେ ଦେଇପାରିବେ, ଟ୍ରେନିଂ ଦେଇପାରିବେ ଏବଂ ସେମାନଙ୍କୁ ସେ ଯୁବକ ମାନଙ୍କୁ ବଙ୍ଗାଳୀ ଯୁବକ ମାନଙ୍କୁ ସେ ଗଠନ କରିପାରିବେ, ଯେଉଁମାନେ କି ବ୍ରିଟିଶ ସୈନ୍ୟଙ୍କ ସମକକ୍ଷ ହେଇପାରିବେ ଏବଂ ସେମାନଙ୍କ ସହିତ ଦରକାର ପଡ଼ିଲେ ଲଢ଼େଇ ମଧ୍ୟ କରିପାରିବେ। ଇଏ ଦୃଷ୍ଟିଭଙ୍ଗୀଟା ହଉଛି ଅତି ଉଚ୍ଚ। ବଙ୍ଗାଳୀ ଲୋକ ବରୋଦା ରାଜାଙ୍କ ପାଖରେ ସୈନ୍ୟ ଭାବରେ ଯୋଗ ଦେଇଛନ୍ତି। ତାଙ୍କ ଭିତରେ କେଉଁ ପ୍ରକାର ଇନସାଇଟ୍ ଭର୍ତ୍ତି କରିଥିଲେ ଶ୍ରୀ ଅରବିନ୍ଦ, ସେ ଉପଯୁକ୍ତ ଭାବରେ ତାକୁ ଉତ୍ସାହିତ କରୁଥିଲେ ସେ ତାଲିମ ପ୍ରାପ୍ତ ହୁଅନ୍ତୁ ଏବଂ ବେଙ୍ଗଲ ଫେରିଯାଇ ବଙ୍ଗଳାକୁ ଫେରିଯାଇ ବଙ୍ଗାଳୀ ମାନଙ୍କୁ ଠିକ ଭାବରେ ଭାରତର ସ୍ୱାଧୀନତା ସଂଗ୍ରାମ ଜଣେ ଜଣେ ଦକ୍ଷ ସୈନ୍ୟ ହୋଇ ବାହାରି ଆସନ୍ତୁ। এই ଗଭୀର ଅନୁଭବରୁ ଆମେ ଜାଣନ୍ତି ଶ୍ରୀ ଅରବିନ୍ଦଙ୍କର ବାହାର ଜୀବନ ଅପେକ୍ଷା ତାଙ୍କର ଭିତରେ ଅନେକ କଥା ରହିଥିଲା, ଯାହା ସମସ୍ତେ ଆମେ ଜାଣିପାରିବାନି, କିନ୍ତୁ ଏ ଗୋଟିଏ ଗୋଟିଏ କଥାରୁ ଆମେ ଲକ୍ଷ୍ୟ କରିପାରିବା। ଚାହିଁଥିଲେ ସେ ବଡ଼ ଚାକିରିରେ ଯୋଗ ଦେଇ ବହୁ ଅର୍ଥ ଉପାର୍ଜନ କରି ନିରାପଦରେ ନିଜ ପରିବାର ପୋଷଣ କରିପାରିଥାନ୍ତେ, ନିଜ ସୁନାମ ବଢ଼େଇ ପାରିଥାନ୍ତେ, ଦକ୍ଷ ପ୍ରଶାସକ ହେଇପାରିଥାନ୍ତେ। କିନ୍ତୁ ସେ ଆଜି ସ୍ୱପ୍ନ ଦେଖୁଛନ୍ତି ଗୋଟେ ସୈନିକ ଭିତରେ ଯେ ବଙ୍ଗାଳୀ ଯୁବକ ମାନଙ୍କ ଭିତରେ ବିପ୍ଳବର ଅଗ୍ନି ଦିନେ ସଂଚରିତ ହବ, ସେମାନେ ଭାରତ ମାତାର ସ୍ୱାଧୀନତା ପାଇଁ ସମସ୍ତ ଶକ୍ତି ବିନିଯୋଗ କରିବେ। ଆଉ ଶ୍ରୀ ଅରବିନ୍ଦ ବେଳେ ବେଳେ এই ଗାୟକୱାଡ଼ଙ୍କ ସହ ପ୍ରାତ ଭୋଜନ କରିବେ, এই କଥା ସକାଶେ ତାଙ୍କୁ ନିମନ୍ତ୍ରଣ କରାଯାଇଥାଏ। ରାଜାଙ୍କ ସହିତ ପ୍ରାତ ଭୋଜନ କରିବା ୟାର ଉଦ୍ଦେଶ୍ୟଟି କ'ଣ? ୟାର ଗୋଟେ ଉଦ୍ଦେଶ୍ୟ ବି ଥିଲା। ପ୍ରକୃତରେ ମହାରାଜ ଯୋଉ ସମସ୍ୟା ର ସମ୍ମୁଖୀନ ହଉଥିଲେ ବା ତାକୁ ଅତିକ୍ରମ କରିକି ଆଗକୁ ଯିବାକୁ ଚାହୁଁଥିଲେ, ତାଙ୍କର ବ୍ୟକ୍ତିଗତ ଥିଲା, ସମସ୍ତଙ୍କ ଆଗରେ ପ୍ରକାଶ କରିପାରୁନଥିଲେ। ସେ ଶ୍ରୀ ଅରବିନ୍ଦଙ୍କ ଠାରୁ ଏହି ଶାସନ ସଂକ୍ରାନ୍ତୀୟ କିଛି ପରାମର୍ଶ ନେବାକୁ ଇଚ୍ଛା କରୁଥିଲେ, ସେଥିସକାଶେ ତାଙ୍କର ଉପସ୍ଥିତି କାମନା କରୁଥିଲେ ଏବଂ ତାଙ୍କୁ ଛୁଟି ଦିନ ମାନଙ୍କରେ ରବିବାର କି ଅନ୍ୟ ଯୋଉ ଦିନ ଛୁଟି ଦିନ ଅଛି ସେଇଦିନ ତାଙ୍କୁ ନିମନ୍ତ୍ରଣ କରୁଥିଲେ ଟୁ ଦି ବ୍ରେକଫାଷ୍ଟ ଟେବୁଲ। ଶ୍ରୀ ଅରବିନ୍ଦ ଥରେ ସ୍ପଷ୍ଟ ଉତ୍ତର ତାଙ୍କୁ ଦେଇଥିଲେ। ଥରେ ସ୍ପଷ୍ଟ ଭାବରେ ତାଙ୍କୁ ସେ କହିଲେ ଯେ ରବିବାର ଭଳି ଛୁଟି ଦିନ ମାନଙ୍କରେ ସେ ଅଫିସ କାମରେ କୌଣସି ମୁଣ୍ଡ ପୁରେଇବେ ନାହିଁ। এই କଥାଟି ପାଇଁ କେତେକ ବହିରେ ଲେଖା ଅଛି ଯେ ତାଙ୍କୁ ଉପରେ ଫାଇନ କରିବା ପାଇଁ ଗୋଟେ ଆଲୋଚନା କରାଯାଇଥିଲା, କିନ୍ତୁ ତା କେତେ ଦୂର ସତ କି ମିଛ ତା କହିହବନି, କିନ୍ତୁ ସତ ନ ହେଇପାରେ। କାହିଁକି ନା ଗାୟକୱାଡ଼ଙ୍କ ଦୃଷ୍ଟିରେ ଶ୍ରୀ ଅରବିନ୍ଦ ଜଣେ ଯୋଗ୍ୟ ସମ୍ମାନନୀୟ ବ୍ୟକ୍ତିତ୍ୱ ଥିଲେ।
जे कि ठीक करुथिले, ठीक कहूथिले, ठीक भाबुथिले। तांको व्यक्तित्व सेई भली थिला। राजा एक कथा जानिथिले। बड़ौदा कॉलेज रे जेतेबेले से फ्रेंच लैंग्वेज पढ़ाती, इटा गोटे रेगुलर कार्य तांकर नथिला, किंतु से पढ़ाती एवं अन्य समय रे से प्रशासनिक कर्मचारी भाव तांकर कार्य संपादन मध्य करती। किंतु 1898 मसीह 1898 मसीह से इंग्लिश रे अध्यापक भाव रे, इंग्राजी अध्यापक भाव रे शिक्षादान कले। आ 1904 रे से कॉलेज रे से वाइस प्रिंसिपल हेले। 1905 रे से प्रिंसिपल भाव रे कार्य कले बा अध्यक्ष भाव रे कार्य कले। तांकर योग्यता फुटी उठुला एवं सेई अनुसार तांकु कार्य दिया जाउथला। छात्र माने तांको व्यक्तित्व प्रति अतिमात्रा रे आकर्षित थिले। या गोटे रेयर कथा हेई पारे, कारण से रेयर पर्सनालिटी रो अधिकारी थिले एवं छात्र माने तांको बहुत सम्मान भी दौथले, जहाँ तांको अंतर भितरु आसुथिला। अवश्य यही बोध गुड़िक वर्तमान सबुआड़े आम पाऊनाहांती। सेतेबेले से प्रशासनिक विभाग रे रही कार्य करथिले। स्वयं महाराज तांको सम्मान दौथिले। जेतेबेले से शिक्षा विभाग रे रही अध्यापना कार्य करथिले, सेतेबेले छात्र मान तरफ से तांकर सम्मान रो सम्मानजनक तांको सम्मुख रे सम्मानजनक स्थिति सब बेले रही। एपरिकी अनेक बाहर लोक मध्य श्री अरविंद मुहरु विपद कथा शुणा इच्छा प्रकाश करथुले। तांको चारिपाट मध्य आसी रुंड होउथुले। आउ तांकर जो अमायिक व्यवहार थिला, आम तो तांको विषय अनेक पढ़ी आम जानी। जहाँ रोसई खाद्य तांको मिलुथुला, से खाद्य यदि ठीक अच्छी कि भूल अच्छी से सब ग्रहण करनुथुले। केबे भी प्रतिवाद करना जे खाद्य आज अलना अच्छी, खाद्य आज लुणिया होइछि, आज एमिति हबार नथिला। ये सब कथा कहीं आम एभली भाव आलोचना करचंती, कहीं ना समस्त कथा से जानुथुले एवं समस्त प्रति तांकर गोटे अमायिक व्यवहार थिला। एटा तांकर उच्च व्यक्तित्वर आधार थिला। जेतेबेले से थिले बड़ौदा कॉलेज रे थिले, जॉइन करने पूर्व अध्यापक भाव में कार्य करने पूर्व से कॉलेज रे जो शिक्षादान व्यवस्था चली आसला, से व्यवस्था टी पूरा पूरी बिलाती ढांचा रे चली था। कौन सी भारतीय ढांचा से नथिला। से निजे ए दिगरे किछि परिवर्तन इच्छा करथुले एवं ए परिवर्तन सपक्ष रे किछि मंतव्य बा प्रस्ताव मध्य देइथिले। विदेशी करिकुलम विदेशी पाठ्यक्रम पाठ को घोषिकी मन रखिबा, एई भलिया केतेबेले धारा एई गुड़िक द्वारा जे छात्र माने उपकृत हेबे नाही, एई कथा से स्पष्ट भाव में कहते। आजिकल जो शिक्षा व्यवस्था भितर आम अच्छी सब बड़े चेष्टा करा जाउछि एवं माँ श्री अरविंद धारा जो शिक्षा आम स्वीकार कर पूर्णांग शिक्षा
ता हूँ आत्मा स्तर चैत्य स्तर जड़े प्रशिक्षित हम नथिंग कैन बी टट तेणु से समय किंतु से समय कथा को जब पुणी फेरी जा जेहेतु बिलाटी ढांचा बिलाटी मानकर सब हूँ सुपरफिशियल लाइफ बिलाटी इटसेल्फ रिप्रेजेंट्स ए सुपरफिशियल लाइफ whereas India represents an inner life. India means Indian culture and Bilat means the English culture, the Western culture. तेणु से भली जेहेतु से ही कल्चर उपरे ही शिक्षा प्रदान होता से कॉलेज रे से दुईटी कथा सब बेले रही गोटे हूँ विदेशी पाठ्यक्रम सुपरफिशियल जिनस बरा से पाठ्यक्रम आउ द्वितीयटी थिला पिला माने केवल न बुझी मनस्तर पर्यंत जाऊ न जाऊ हृदय कथा तो दूर अच्छी चैत्य कथा तो दूर अच्छी ताकू मुहरे घोषिकी से पास करते यही कथा को श्री अरविंद विरोध कर आसुले बरदा रहनी समय श्री अरविंद बहुत लिटरेरी वर्क्स बा जहाँ को आम कह साहित्य कृति ये सब थिला से गोटे आर्टिकल प्रकाश पाई लेखाटी प्रकाश पाई सेटा हूँ इंडिया एंड द ब्रिटिश पार्लियामेंट गोटे देखा ए दुईटा विपरीत कथा आम पाँच जे गोटे वेस्टर्न साइड गोटे ईस्टर्न साइड दीटाक धरिकी लेखाटी से आर्टिकल टी से लिखी जड़े बंधु थे कैम्ब्रिज पाठ पढ़ला बेले से बंधु थे ना हूँ केसी देशपांडे से अनुरोध करते श्री अरविंद को ये लेखाटी लिखापी आउ से बेले जो केसी पांडे तत्वावधान रे जो बॉम्बे रु दिल्ली न्यूज़पेपर प्रकाश पाउला ता ना थिला इंदु प्रकाश तार संपादना केजी देशपांडे से निजे ही करुले आउ जिते बड़े से संवाद पत्र टी चलुला तार गोटे साप्ताहिक लेखाटी प्रकाश पाउला से लेखाटीर ना थिला आ गोटे गोटे जर्नाल टे सहित वीकली जर्नाल टे सहित जोड़ी प्रकाश कराउला ता ना थिला न्यू लैंप्स फॉर दी ओल्ड यही जो जर्नाल प्रकाश पाउला वीकली थरे से श्री अरविंद लेखा मान सब प्रकाश पाउला से इंग्रेज मान जो शासन व्यवस्था थिला ता विरुद्ध रे लेखा मान प्रकाश पाउला श्री अरविंद विचक्षण भाव लेखा प्रकाश करते लेखा प्रकाश करुला प्रकृत सत्य को किंतु आईन तक धरवा भली अवस्था रोला कौन से बाट नाला धरवाई एवं से लेखाटी लेखा गुड़िक से भारतीय स्वाधीनता स्वर गुंजरित होता आउ जिते बड़े बरोदारे से रही बरोदा रहा काल से देवघर आसते देवघर रे गोटे गुप्त विप्लव बाहिनी गठित होइथिला सेते बेले प्रकृत रे जो माने बंगाली युवक थिले तांका भितर उद्दामता थिला निष्ठा भी थिला सेमाने विप्लव पई प्रस्तुत होते भीतर भीतर प्रस्तुत होते आ देवघर रे से गुप्त विप्लव बाहिनी रही ताकू देखा श्री अरविंद देवघर छुट्टी नहीं आसुले टोटाली ताहा थिला श्री अरविंद इंग्रेज मान विरुद्ध रे विप्लव पाई गोटे प्रस्तुति केंद्र सत्येन बोस बोली जने व्यक्ति ताकू परिचालना करथुले कहवा को आमे भाविया दरकार नहीं
ଯେ ଏସବୁ ଗୁଡ଼ିକ ମଧ୍ୟ ଗୁପ୍ତରେ ଚାଲୁଥିଲା। ଆଉ ଶ୍ରୀ ଅରବିନ୍ଦ ମଧ୍ୟ ତାଙ୍କର ଗୁପ୍ତ ସହଯୋଗ ଏହା ପ୍ରତି ରଖିଥିଲେ। 1901 ସେ କଲିକତା ଆସି ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଗୋଟିଏ ଆଡଭର୍ଟାଇଜମେଣ୍ଟ ବା ଖବର କାଗଜରେ ଗୋଟିଏ ପ୍ରଚାର କରାଇଥିଲେ। ସେତେବେଳେ ଗୋଟିଏ କଲେଜ ଥିଲା ସେ ୱେଷ୍ଟ ବେଙ୍ଗଲରେ, ସେ କଲେଜର ନାଁ ହେଉଛି ବଙ୍ଗବାସୀ କଲେଜ। ସେଥିରେ ଅଧ୍ୟକ୍ଷ ଥିଲେ ଗିରିଶ ଚନ୍ଦ୍ର ବୋଷ, ପ୍ରିନ୍ସିପାଲ ଭାବରେ ସେ କାମ କରୁଥିଲେ। ସେ ଭୋପାଳ ଚନ୍ଦ୍ର ବୋଷଙ୍କୁ ଜାଣିଥିଲେ ଏବଂ ତାଙ୍କର କନ୍ୟା ମୃଣାଳିନୀ ଦେବୀଙ୍କ ସହ ଶ୍ରୀ ଅରବିନ୍ଦଙ୍କର ବିବାହ ସମ୍ପନ୍ନ କରିବାର ପ୍ରମୁଖ ଭୂମିକା ତାଙ୍କର ଥିଲା ଏବଂ ହିନ୍ଦୁ ପୂଜା ପଦ୍ଧତି ଅନୁସାରେ ସେ ବିବାହ ସମ୍ପନ୍ନ ହେଲା, କୌଣସି ବିଲାତି ଢାଞ୍ଚାରେ ନୁହେଁ। ବିଶିଷ୍ଟ ସାଧକ ପୁରାଣୀ এবি ପୁରାଣୀ, ଅମ୍ବୁଭାଇ ପୁରାଣୀ, ସେ କହନ୍ତି ଯେତେବେଳେ ଶ୍ରୀ ଅରବିନ୍ଦ ବରୋଜା କଲେଜରେ ଅଧ୍ୟାପକ ଥିଲେ, ତାଙ୍କର ସକାଳ ସମୟଟି କବିତା ଲେଖିବାରେ କଟୁଥିଲା। ଦିନ କାର୍ଯ୍ୟଟି କଲେଜରେ ଅଧ୍ୟାପନା କାର୍ଯ୍ୟରେ କଟୁଥିଲା। ସକାଳେ ଚା ପାନ କରିବା ପରେ ସେ 10ଟା ପର୍ଯ୍ୟନ୍ତ କବିତା ଲେଖୁଥିଲେ। 10ଟାରୁ 11ଟା ମଧ୍ୟରେ ସ୍ନାନ କରୁଥିଲେ। 11ଟାରେ ମଧ୍ୟାହ୍ନ ଭୋଜନ ଲଞ୍ଚ ଗ୍ରହଣ କରୁଥିଲେ। ଖାଇବା ବେଳେ ସେ ଖବର କାଗଜ ଉପରେ ଆଖି ବୁଲାଉଥିଲେ, କାରଣ ତାଙ୍କ ହାତରେ ସମୟ ସେତେ ନଥିଲା। ବଙ୍ଗଳା ଶିଖିବା ସକାଶେ ଆମେ ଭାବିବା ବଙ୍ଗଳା ସେ କ'ଣ ଜାଣିନଥିଲେ, ତାଙ୍କ ଘର ବେଙ୍ଗଲରେ, ସେ ବଙ୍ଗଳା ଶିଖିଥିବେ। ତାଙ୍କ ବାପା କୃଷ୍ଣଧନ ଘୋଷ, ତାଙ୍କ ବିଷୟରେ ଆମେ ତ ଏଇଠି ଆଲୋଚନା କରିପାରିବାନି, ସମୟ ଅଭାବ ଅଛି। ତେବେ ସେ ଆରମ୍ଭରୁ ୱେଷ୍ଟର୍ଣ୍ଣ କଲଚର ବା ପାଶ୍ଚାତ୍ୟ ସଭ୍ୟତା ପ୍ରତି, ସଂସ୍କୃତି ପ୍ରତି ଆକର୍ଷିତ ଥିଲେ। ତାଙ୍କ ପିଲାମାନେ ସେଇ ଅନୁସାରେ ଗଢ଼ି ଉଠନ୍ତୁ ବୋଲି ସେ ତାଙ୍କର ପୁଅମାନଙ୍କୁ, 3 ପୁଅଙ୍କୁ ନେଇଥିଲେ ବାହାରେ ପାଠ ପଢ଼ିବା ପାଇଁ, ବିଲାତରେ ପାଠ ପଢ଼ିବା ପାଇଁ ସେ ନେଇଥିଲେ। ଶ୍ରୀ ଅରବିନ୍ଦଙ୍କ ସମୟ ନଥିଲା ବଙ୍ଗଳା ଶିଖିବା ପାଇଁ, ତେଣୁ ସେ ଶିଖିନଥିଲେ। ସେଇ ବଙ୍ଗଳା ଶିକ୍ଷା କରିବା ପାଇଁ ସେ ଜଣେ ବେଙ୍ଗଲୀ ଲେଖକ, ତାଙ୍କ ନାଁ ଦୀନେନ୍ଦ୍ର କୁମାର ରାୟ, ତାଙ୍କୁ ବରୋଦା ନିମନ୍ତ୍ରଣ କଲେ। ତାଙ୍କ ସହିତ ରହିବାକୁ ପରାମର୍ଶ ଦେଲେ। ଦୀନେନ୍ଦ୍ର ରାୟ ଗୋଟିଏ ପୁସ୍ତକ ଲେଖିଥିଲେ। ସେ ପୁସ୍ତକର ନାଁ ହେଉଛି ଅରବିନ୍ଦ ପ୍ରସଙ୍ଗ। ସେଥିରେ ସେ ଶ୍ରୀ ଅରବିନ୍ଦଙ୍କ ବିଷୟରେ କେତେକ କଥା ଉଲ୍ଲେଖ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଗୋଟିଏ ଗୋଟିଏ ପଏଣ୍ଟ ଉପରେ ଆମେ ତାକୁ ଅଳ୍ପ ଅଳ୍ପ କହିବା। ଯେ ଗୋଟିଏ କଥା ସେ ପ୍ରଥମେ ଲେଖିଛନ୍ତି, ଇଂରେଜ, ତାଙ୍କ ପୋଷାକ ବିଷୟରେ ସେ ଲେଖିଛନ୍ତି, ଇଂରେଜ ମାନଙ୍କ ଭଳି ସେ ପୋଷାକ ପିନ୍ଧୁ ନଥିଲେ, ସାଧାରଣ ଭାରତୀୟ ପୋଷାକ ପରିଧାନ କରୁଥିଲେ। ଶ୍ରୀ ଅରବିନ୍ଦ 14 ବର୍ଷ ବାହାରେ ରହିଥିଲେ, ଶ୍ରୀରାମଚନ୍ଦ୍ର ଯେମିତି 14 ବର୍ଷ ବାହାରେ ରହିଥିଲେ। ଶ୍ରୀ ଅରବିନ୍ଦ 14 ବର୍ଷ ବାହାରେ ରହିଥିଲେ, କିନ୍ତୁ ଭାରତୀୟ ସଂସ୍କୃତି ସଭ୍ୟତା ତାଙ୍କର ଅସ୍ଥି ମଜ୍ଜାଗତ ଥିଲା। ଏଇ କଥା ଏଠି ପ୍ରକାଶ ପାଉଛି। ଆଉ ଦେଖିବାକୁ ସେ ଜଣେ ସାଧାରଣ ବ୍ୟକ୍ତି ଭଳି ଥିଲେ। ଆମେ ଅନେକ ଭାବିବେ ଅସାଧାରଣ ବ୍ୟକ୍ତି ଭଳି ଦିଶିବା କଥା, ବାହାରୁ ଏତେ ପାଠ ପଢିଛନ୍ତି, ICS ପରୀକ୍ଷାରେ ବି କୃତିତ୍ୱ ସହ ପାସ୍ କରିଥିଲେ, କିନ୍ତୁ ଇଚ୍ଛା କରି ସେଥିରେ ଆଗେଇଲେ ନାହିଁ। ତେଣୁ ସେଭଳି ଜଣେ ବ୍ୟକ୍ତି, ତାଙ୍କୁ ସାଧାରଣ ଭାବରେ ଦେଖିବା ନିଶ୍ଚୟ ଅଡୁଆ ଲାଗୁଥିବ। ଶ୍ୟାମଳ ବର୍ଣ୍ଣର ଥିଲେ, ବର୍ଣ୍ଣ ତାଙ୍କର
ମଇଳା ଥିଲା ଆଉ ମୁହଁରେ ମଧ୍ୟ କୋଉଠି କେମିତି ବସନ୍ତ ଦାଗ ଥିବା କଥା ବି ସେ ଉଲ୍ଲେଖ କରିଥିଲେ। 5 ଫୁଟ ଉଚ୍ଚ, ଚେହେରା ମଧ୍ୟ ପତଳା, ଏଇଭଳି ଶରୀରର ବର୍ଣ୍ଣନା ସେତେବେଳେ ସେ କରିଥିଲେ, ଯାହାକି ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଆଦୌ ପାଆନ୍ତିନି। ଯେ ଆଉ ଗୋଟିଏ କଥା ସେ ଲେଖିଥିଲେ ତାଙ୍କ ବିଷୟରେ, ସେ ନୀରବ ଗମ୍ଭୀର କାର୍ଯ୍ୟକ୍ଷମ ବ୍ୟକ୍ତିତ୍ୱ। ତାହାରି ଭିତରେ ଏଇ ସବୁ ଗୁଣାବଳୀ ଥିଲା ଶ୍ରୀ ଅରବିନ୍ଦଙ୍କର। ସେ ଯୋଉ ଦରମା ଟଙ୍କା ପାଉଥିଲେ, ସେ ଦରମା ଟଙ୍କାରେ ସେ କାର୍ଟୁନ ବହି ସବୁ ବମ୍ବେର ଗୋଟିଏ ବୁକ୍ ସେଲରଙ୍କ ପାଖରୁ ମଗଉଥିଲେ। ସେଥିରେ ଥିଲା ଏ ଭାରତୀୟ ବିଭିନ୍ନ ବେଦାନ୍ତଠୁ ଆରମ୍ଭ କରି ଅନ୍ୟାନ୍ୟ ବହି ମଧ୍ୟ ସେଥିରେ ସବୁ ଥିଲା। ସେ ବହି ସବୁ ଆସୁଥିଲା। ତାପରେ ପୋଏଟ୍ରି, ହିଷ୍ଟ୍ରି, ଫିକ୍ସନ ଆଉ ଦର୍ଶନ, ଫିଲୋସଫି, ଏଇ ସବୁ ପୁସ୍ତକ ମଧ୍ୟ ତା ଭିତରେ ସେ ରଖିଥିଲେ, ତାକୁ ଅଧ୍ୟୟନ କରୁଥିଲେ। ତାଙ୍କର ଅଧ୍ୟୟନ କାଳରେ ଏକାଗ୍ରତା ବିଷୟରେ କହନ୍ତି ଦୀନେନ୍ଦ୍ର କୁମାର ରାୟ। ସେ କହନ୍ତି ଯେ ସେ ଏତେ ଏକାଗ୍ର ହେଇପଡୁଥିଲେ, ଏତେ ଗଭୀରକୁ ସେ ଚାଲି ଯାଉଥିଲେ ଯେ ବାହାର କଥା କିଛି ଜାଣିବା ଅବସ୍ଥାରେ ସେ ରହୁନଥିଲେ। ୟୁରୋପିଆନ ଲାଙ୍ଗୁଏଜ, ସାଂସ୍କ୍ରିଟ, ଏଇ ପୁସ୍ତକରେ ତାଙ୍କ ଘରଟି ଭର୍ତ୍ତି ହେଇଥିଲା। ସାଂସ୍କ୍ରିଟ, ତା ଭିତରେ ସେ ଇଣ୍ଡିଆନ କଲଚର ସବୁ ପାଉଥିଲେ। ୟୁରୋପିଆନ ଲାଙ୍ଗୁଏଜ, ବହୁ ବଡ ବଡ କବି ଦାର୍ଶନିକ ମାନଙ୍କର ଲେଖା ସବୁ ରହିଛି, ସେଥିରେ ଥିବା ସାରାଂଶ ନିଷ୍କର୍ଷ ତାକୁ ବି ସେ ସନ୍ଧାନ କରୁଥିଲେ। ଆଉ ଗୋଟିଏ ଚରିତ୍ର କଥା, ତାଙ୍କର ବଡ କଥା ସେ ଲେଖିଛନ୍ତି, ସେ ବହୁତ ସରଳ ଥିଲେ। ଦୀନେନ୍ଦ୍ର କୁମାର ରାୟ, ଯିଏକି ଜଣେ ଲେଖକ, ଶ୍ରୀ ଅରବିନ୍ଦଙ୍କର ପରିଚିତ, ଶ୍ରୀ ଅରବିନ୍ଦ ପାଖରେ ରହୁଥିଲେ, ଗୋଟିଏ ବର୍ଷ ରହିଛନ୍ତି 1899-1900 ପର୍ଯ୍ୟନ୍ତ। ତାଙ୍କରି ବିଷୟରେ ସେ ଯାହା ଲେଖିଛନ୍ତି ସେଥିରେ ଏଇ କଥାଟି ଲେଖିଛନ୍ତି, ସେ ବହୁତ ସରଳ ଥିଲେ। ଆଉ ସେ ପରିବାର ବର୍ଗଙ୍କୁ ମଧ୍ୟ ସବୁବେଳେ ସମ୍ପର୍କରେ ରହୁଥିଲେ। ତାଙ୍କ ଯୋଉ ଉପାର୍ଜନ ସେମାନଙ୍କ ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା। ଏପରିକି ବେଳେ ବେଳେ ସେ ଆର୍ଥିକ ଅବସ୍ଥା ବା ସଂକଟର ବି ସମ୍ମୁଖୀନ ହେଉଥିଲେ। ବାହ୍ୟ ଆବଶ୍ୟକତା ବିଶେଷ କିଛି ତାଙ୍କର ନଥିଲା ବା ତା ଉପରେ ସେ ଧ୍ୟାନ ଦଉନଥିଲେ। ତାଙ୍କର ଯୋଉ ଉପାର୍ଜିତ ଅର୍ଥ ଗୁଡିକ ଗୋଟେ ପାତ୍ରରେ ଖୋଲା ସ୍ଥାନରେ ପଡି ରହୁଥିଲା। ସେ ଜଣେ ବ୍ୟକ୍ତି ଥିଲେ ଯାହାଙ୍କର ଅତି ଉଚ୍ଚ ଧରଣର ଆତ୍ମନିୟନ୍ତ୍ରଣ ଶକ୍ତି ଥିଲା। ସେଲ୍ଫ କଣ୍ଟ୍ରୋଲ ବୋଲି ତାକୁ ଆମେ କହିପାରିବା। ଯୋଉ ନ୍ୟୁ ଲ୍ୟାମ୍ପସ୍ ଫର ଦି ଓଲ୍ଡ ଟାଇଟଲରେ ତାଙ୍କର ଯୋଉ ଲେଖାମାନ ସବୁ ପ୍ରକାଶ ପାଇଥିଲା, ସେଇଥିରେ ତାଙ୍କର ଆଭିମୁଖ୍ୟଟି ଥିଲା ଯେ ଓଲ୍ଡ ଆଇଡିଆଜ ଆଣ୍ଡ ଭ୍ୟୁଜ, ଯୋଉ ପୁରାତନ ଭାବନା, ଦୃଷ୍ଟିଭଙ୍ଗୀ, ଏଇ ସବୁ यारी परिवर्ते नूतन भावधारा एवं थॉट्स को ग्रहण करने को से परामर्श सब से दौले। पाठक माने निश्चय से परामर्श ग्रहण करी परिवर्तित होती संग्रामी भाव से परिवर्तित होते किसी संदेह नहीं। आ भारत रे जो वैप्लविक अंतस्रोतटी चली से बाल गंगाधर तिलक, ठाकुर राम सिंह एवं आहुरी अनेक व्यक्तित्व जो माने आगधारी थिले सहित से मिसी थिले, सहित भ्यूज रो आदान प्रदान घटीला। से जोग पई आकृष्ट हेले किंतु से जोग प्रति आकृष्ट होवार कारण थिला भारतर स्वाधीनता। भारतर स्वाधीनता पाई से जोग पथरे
ତାକୁ ଗୋଟେ ବାଟ ବୋଲି ସେ ଗ୍ରହଣ କରିନେଇଥିଲେ। ଆଉ 1902 ସେ ଅହମ୍ମଦାବାଦ ଯୋଉ କଂଗ୍ରେସ ସେସନରେ ମଧ୍ୟ ସେ ଯୋଗଦାନ ତା ଭିତରେ କରିଥିଲେ। ଆଉ 1905 ସେ ଯାଇଥିଲେ ନର୍ମଦା ନଦୀ କୂଳରେ ଥିବା ଜଣେ ଯୋଗୀ, ତାଙ୍କ ନାଁ ବ୍ରହ୍ମାନନ୍ଦ, ସ୍ୱାମୀ ବ୍ରହ୍ମାନନ୍ଦ, ତାଙ୍କୁ ସେ ସାକ୍ଷାତ କରିଥିଲେ। ବ୍ରହ୍ମାନନ୍ଦଙ୍କ ଭିତରେ ଗୋଟେ ଅଲୌକିକ ଶକ୍ତିର ସନ୍ଧାନ ସେ କରିପାରିଥିଲେ। ସେ ବି ଶ୍ରୀ ଅରବିନ୍ଦଙ୍କର ଚକ୍ଷୁ ଭିତରେ ସେଭଳି କିଛି ଦେଖିପାରୁଥିଲେ ଯୋଉଥିରେ କି ଏକ ଲୟରେ ମଧ୍ୟ ସେ ଚାହିଁଥିଲେ ତାଙ୍କର ଚକ୍ଷୁକୁ। ଶ୍ରୀ ଅରବିନ୍ଦ ଯେଉଁ ଶକ୍ତି କଥା ବୁଝିଥିଲେ, ଶକ୍ତି ଯୋଗରୁ ଶକ୍ତି, ସେ ଶକ୍ତି ଭିତରୁ କ୍ରିୟା, ସେ କ୍ରିୟା ଦ୍ୱାରା ଯୋଉ ଫଳ ହବ ତାହା ହଉଛି ଭାରତର ସ୍ୱାଧୀନତା। ସେ ତାକୁ ହିଁ ସବୁ ଭାରତ ମାତାଙ୍କ ନାମ ଅର୍ଥରେ ବୁଝିଥିଲେ। ସେ ଶକ୍ତିକୁ ସେ ଭବାନୀ ଭାରତୀ ରୂପ ଦେଇଥିଲେ। ଭାରତ ମାତାକୁ ଭବାନୀ ଭାରତୀ ବୋଲି ସେ ନାମକରଣ କରିଥିଲେ। ଭବାନୀର ଅର୍ଥ କ'ଣ ନା ଏମ୍ବଡିମେଣ୍ଟ ଅଫ ପାୱାର, ଶକ୍ତିମୟୀ ସେ। ତେଣୁ ଭାରତ ଭିତରେ ଶକ୍ତି ରହିଛି। ତେଣୁ ଭାରତୀୟ ମାନଙ୍କୁ ଉଦ୍ବୋଧନ ଦିଆଯାଇଥିଲା ଗୋଟିଏ କଥା ପ୍ରତି ନଜର ଦେବାକୁ, ତମସ୍କୁ ତ୍ୟାଗ କରି ଶକ୍ତିର ଆବାହନ କରିବା। 1904 ଚାରୁଚନ୍ଦ୍ର ଦତ୍ତ, ସେ ଜଣେ ବି ICS ଅଫିସର ଥିଲେ। ସେ ଭବାନୀ ମନ୍ଦିର ଯୋଉ ପୁସ୍ତକଟି ଶ୍ରୀ ଅରବିନ୍ଦଙ୍କର, ତାକୁ ପାଠ କରିକି ଭାରତୀୟ ଜାତୀୟ ଆନ୍ଦୋଳନ ଭିତରେ ମଧ୍ୟ ସେ ତାଙ୍କ ସମର୍ଥନ ଦେଇଥିଲେ। 1905 ସେ ମୃଣାଳିନୀ ଦେବୀଙ୍କ ପାଖକୁ ଗୋଟିଏ ପତ୍ର ଲେଖିଥିଲେ। ସେଇ ପତ୍ରରେ ସେ 3ଟି ପାଗଳାମୀ କଥା ଲେଖିଥିଲେ। ପ୍ରଥମ ପାଗଳାମୀରେ ସେ ଲେଖିଥିଲେ ଯେ ତାଙ୍କ ଭିତରେ ଯାହା କିଛି ପାଣ୍ଡିତ୍ୟ, ଜ୍ଞାନ, ଶକ୍ତି, ଚେତନା ଯାହା ବି ତାଙ୍କ ଭିତରେ ଥିଲା ବା ଅଛି, ସେ ସବୁ ସେ ଭଗବାନଙ୍କର। ଆଉ ଦ୍ୱିତୀୟଟିରେ ସେ ଲେଖିଥିଲେ, ଦ୍ୱିତୀୟ ପାଗଳାମୀଟିରେ ସେ ଲେଖିଥିଲେ ଯେ ସେ ଭଗବାନ ହୃଦୟ ଭିତରେ, ହୃଦୟର ଗଭୀରତମ ପ୍ରଦେଶରେ ଅଛନ୍ତି। ଦିନେ ସେ ଅବଶ୍ୟ ତାଙ୍କୁ ସାକ୍ଷାତ କରିବେ। ଆଉ ତୃତୀୟଟିରେ ସେ ପାଗଳାମୀ ବିଷୟରେ ସେ ଲେଖିଥିଲେ ଯେ ଭାରତ ମାତା ଏକ ଜୀବନ୍ତ ସତ୍ତା, ସେ ଜଣେ ଶକ୍ତି ରୂପିଣୀ ଦେବୀ। ଯେତେବେଳେ ଜଣେ ରାକ୍ଷସ ମାର ଛାତି ଉପରେ ବସି ତା ରକ୍ତ ପାନ କରିବାକୁ ଇଚ୍ଛା କରେ, ସନ୍ତାନ କ'ଣ କେବେ ନୀରବରେ ବସିପାରିବ? ତେଣୁ ତାଙ୍କ ପତ୍ନୀଙ୍କୁ ସେ ଚିଠିରେ ଲେଖିବାର ମର୍ମ ଥିଲା ଯେ ସମସ୍ତ ଜୀବନ ସେ ଉତ୍ସର୍ଗ କରିଛନ୍ତି ଏଇ ମାଙ୍କୁ ସ୍ୱାଧୀନ କରିବାରେ। ସେଇଥିରେ ସେ ତାଙ୍କର ସହକର୍ମିଣୀ ହେବା ଆବଶ୍ୟକ, ହେଲେ ଭଲ ହବ। ତେଣୁ ଏଇ ଯୋଉ ଜିନିଷ ଗୁଡ଼ିକ ସେଥିରେ ସେ ଦେଇଥିଲେ। ତାପରେ କେତେ ଗୁଡ଼ିଏ ରାଜନୈତିକ କ୍ଷେତ୍ରରେ ପାର୍ଟିସନ ଅଫ ବେଙ୍ଗଲ ତ ହେଇଥିଲା 16 ଅକ୍ଟୋବର 1905। ସେଇ 1905 ଯେତେବେଳେ ବନାରସ ସେସନ ହେଲା, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ଗୋଟିଏ ଦଳ ଥିଲା, କଂଗ୍ରେସ ବୋଲି କହିବା ଭାରତୀୟ ଦଳ, ସେଇଥିରେ ଯେତେବେଳେ ସେ ଯୋଗଦାନ କଲେ, ଶ୍ରୀ ଅରବିନ୍ଦ ଯୋଗଦାନ କଲେ, ସେଥିରେ ସେ ଚେୟାରମ୍ୟାନ କରୁଥିଲେ ଗୋପାଳ କୃଷ୍ଣ ଗୋଖେଲ। ସେ ଯୋଗ ଦେଇଥିଲେ। ଗୋଟିଏ କଥା ସେ ଜାଣୁଥିଲେ, କେଉଁ ବାଟ ଦେଇ ଭାରତର ସ୍ୱାଧୀନତା ସମ୍ଭବ। ପୁଣି 1906 ମଧ୍ୟ କାଲକାଟା ସେସନ ଅଫ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ସେଥିରେ ମଧ୍ୟ ସେ ଯୋଗ ଦେଇଥିଲେ, ଯୋଉଥିରେ କି ଦାଦା ଭାଇ ନାରୋଜୀ ପ୍ରିଜାଇଡ୍ କରିଥିଲେ। ସେଇ 1906 ମଧ୍ୟ ସୁରାଟ ସେସନ, ସେଥିରେ ମଧ୍ୟ ଶ୍ରୀ ଅରବିନ୍ଦ ଯୋଗ ଦେଇଥିଲେ। ଏବଂ ମଡରେଟ ମାନଙ୍କର ଯୋଉ ଦୁର୍ବଳତା ବିଷୟରେ ତାଙ୍କୁ ଅନେକ କଥା ସେ ଜାଣିଥିଲେ। ସେମାନେ କୁ ପରିବର୍ତ୍ତନ ଦିଗରେ ମଧ୍ୟ ସେ କହିଥିଲେ। ତାପରେ ଧୀରେ ଧୀରେ ସବୁ ଅଲଗା ଧାରାରେ ଆଉ ମଡରେଟ ମାନଙ୍କର ଭୂମିକା ବେଶୀ ରହିଲାନି।
शेषे 15 अगस्त 1906 से कलकातार जो नेशनल कॉलेज से आसी प्रिंसिपाल भाव जोगदेले 1906 अगस्त 15 रे एवं से बरदा रहणी तांकर सेठू परिसमाप्त होइथिला। भाई भौणी माने समय हो जाइछि आउ आपण मानकु मोर आंतरिक धन्यवाद एवं नमस्कार। वंदे मातरम।